ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ପ୍ରବଳ ଗରମରୁ ମିଳିବ ତ୍ରାହି, 12 ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ। ମିଳିଥିବା ଖବର ଅନୁଯାୟୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଆସନ୍ତା କିଛି ଦିନ ରାଜ୍ୟବାସୀଙ୍କୁ ଗରମରୁ ତ୍ରାହି ମିଳିବା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଟି-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଜର୍ସି ଲଞ୍ଚ ହେଲା। ମିଳିଥିବା ଖବର ଅନୁଯାୟୀ ଟି-20 ବିଶ୍ୱକପ୍ 2024କୁ ଆଉ ଗୋଟିଏ ମାସରୁ କମ୍ ସମୟ ବାକି ଅଛି। ଆଇପିଏଲ୍ ସରିବା ପରେ ଟି-20 କ୍ରିକେଟ୍ ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳ ନିଜର 15 ଜଣିଆ ଟିମ୍ ଘୋଷଣା କରିସାରିଛି। ଏହାରି ମଧ୍ୟରେ ବିସିସିଆଇ ଆଗାମୀ ଟି-20 ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ଜର୍ସି ଲଞ୍ଚ କରିଛି। ବିସିସିଆଇ ଓ ଆଡିଡାସ୍ ଖାସ୍ ଶୈଳୀରେ ଭାରତୀୟ ଦଳର ଟି-20 ଜର୍ସିକୁ ହେଲିକପ୍ଟର ଜରିଆରେ ଲଞ୍ଚ କରିଛନ୍ତି। ଏହା ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଭିଡିଓରେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦେଖିବାକୁ ମିଳିଛନ୍ତି। ରୋହିତ, କୁଲଦୀପ ଓ ଜାଡେଜା କିଛି ଇସାରା କରୁଛନ୍ତି। ସେହି ସମୟରେ ହେଲିକପ୍ଟର ଟିମ୍ ଇଣ୍ଡିଆର ଜର୍ସି ନେଇ ଉଡ଼ି ଆସୁଛି। ଜାଣିନା ପରବର୍ତ୍ତୀ ଅପଡେଟ୍ ବିଷୟରେ। ସମୀର ଦାସଙ୍କୁ ମିଳିଲା ଢେଙ୍କାନାଳ ପର୍ଯ୍ୟବେଶକ ଦାୟିତ୍ୱ। ମିଳିଥିବା ଖବର ଅନୁଯାୟୀ ନିମାପଡ଼ା ବିଧାୟକ ସମୀର ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ। ଏହି ନୂଆ ଦାୟିତ୍ୱରେ ସମୀର ଦାସ ବିଜେଡି ପ୍ରଦାନ କରିଛି। ସେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେଶକ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ଅରୁନ୍ଧତୀ ଦେବୀ ମଧ୍ୟ ମିଳିଲା ନୂଆ ଦାୟିତ୍ୱ। ଅରୁନ୍ଧତୀ ଦେବୀ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଜୁନ୍ 9ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଇତିହାସ ରଚିବେ, ଭବାନୀପାଟଣା ମଞ୍ଚରୁ ବଡ଼ ଘୋଷଣା କଲେ ପାଣ୍ଡିଆନ। ମିଳିଥିବା ଖବର ଅନୁଯାୟୀ ଭବାନୀପାଟଣା ସଭାରୁ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା ବିକେ ପାଣ୍ଡିଆନ। ମଞ୍ଚ ଉପରୁ ପାଣ୍ଡିଆନ କହିଲେ ଯେ କଳାହାଣ୍ଡିବାସୀ ଓ ଓଡ଼ିଶାବାସୀଙ୍କ ଆଦର୍ଶ ଏବଂ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ, ଓଡ଼ିଶା ମଧ୍ୟ ଇତିହାସ ରଚିବ। ଆସନ୍ତା ଜୁନ୍ 9 ତାରିଖରେ ଓଡ଼ିଶାବାସୀ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସକାଳ 11:30ଟାରୁ ଅପରାହ୍ନ 1:30 ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ। ପାଣ୍ଡିଆନଙ୍କ ଏହି ବୟାନ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପଶ୍ଚିମ ଓଡ଼ିଶାରେ କମୁନି ତାତି, 44.5 ଡିଗ୍ରୀ ସବୁଠୁ ଉତ୍ତପ୍ତ ସହର ବଲାଙ୍ଗୀର। ମିଳିଥିବା ଖବର ଅନୁଯାୟୀ ଗତକାଲି ବି ଜୋରସୋର ତାତି ଥିଲା। ପଶ୍ଚିମ ଓଡ଼ିଶାରେ ତାତି କମୁନି, ଉପକୂଳ ସାମାନ୍ୟ ଆଶ୍ୱସ୍ତି, 44 ଡିଗ୍ରୀ ପାର କଲା ପାରଦ। ତେବେ 44.5 ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। 43 ଡିଗ୍ରୀ ଉପରେ ପଶ୍ଚିମ ଓଡ଼ିଶାର 7ଟି ସହର। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କାଳବୈଶାଖୀ ଯୋଗୁଁ ଡାଇଭର୍ଟ ହେଲା ହେଲିକପ୍ଟର। ମିଳିଥିବା ଖବର ଅନୁଯାୟୀ ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରୁ ଆସି ଭୁବନେଶ୍ୱର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। କାଳବୈଶାଖୀ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପାରିନଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ହେଲିକପ୍ଟର ଭୁବନେଶ୍ୱର ଓହ୍ଲାଇ ନପାରି ଝାରସୁଗୁଡ଼ା ପଳାଇଥିଲା। ସୂଚନାଯୋଗ୍ୟ ଯେ ନୂଆପଡ଼ା ଖଳିଆରୁ ଭୁବନେଶ୍ୱର ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିନଥିଲା। ରାଜଧାନୀରେ କାଳବୈଶାଖୀ ଯୋଗୁଁ ହେଲିକପ୍ଟର ଅବତରଣ ସମସ୍ୟା ସୃଷ୍ଟି ହୋଇଥିଲା। ହେଲିକପ୍ଟରଟି 30 ମିନିଟ୍ ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ବନ୍ଦର ଉପରେ ଚକ୍କର କାଟିଲା। ଅବତରଣ ସମସ୍ୟା ହେବା ଫଳରେ ଝାରସୁଗୁଡ଼ା ଚାଲି ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ସେଠାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ ବିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଆଇଟିଆଇ କରି ଘରେ ବସିଛନ୍ତି କି ଡିଆରଡିଓରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ମିଳିଥିବା ଖବର ଅନୁଯାୟୀ ଆଇଟିଆଇ କରି ଘରେ ବସିଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ପ୍ରତିରକ୍ଷା ଏବଂ ଅନୁଷ୍ଠାନ ସଂଗଠନରେ ଚାକିରି କରିବେ, ଏ ନେଇ ଡିଆରଡିଓ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଫିଟର, ଟର୍ନର ମେସିନ, ୱେଲ୍ଡର, କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ଡିଆରଡିଓର ଆପେଣ୍ଡିକ୍ସ ପଦବୀ ପୂରଣ ହେବ। ଏଥିପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 127ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ଡିଆରଡିଓର ଅଫିସିଆଲ ୱେବସାଇଟ୍ portal.mhrDNTS.gov.in କୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ। ତେବେ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀମାନେ ଏନସିବିଟି, ଏସସିବିଟି ସମ୍ବନ୍ଧୀୟ ଟ୍ରେଡ୍ ଆଇଟିଆଇ କରିଥିବା ଉଚିତ। ସର୍ବନିମ୍ନ ବୟସ 18, ସର୍ବାଧିକ 55 ବର୍ଷ ରହିଛି।